ଶ୍ୟାମଳ କମିଶନ ଆସିଥିଲା ଶୋଭାଯାତ୍ରାରେ ଲକ୍ଷ୍ନୌଠାରେ ପଦାର୍ପଣ କରିଥିଲେ। ଶ୍ୟାମଳ କମିଶନ କଳା ପତାକା ପ୍ରଦର୍ଶନ କରି ଭାରତୀୟମାନେ ଏହି କମିଶନ ବିରୋଧ କରିଥିଲେ। ଶ୍ୟାମଳ କମିଶନ ବିରୋଧୀ ଶୋଭାଯାତ୍ରା ଲକ୍ଷ୍ନୌଠାରେ ଜବାହରଲାଲ ନେହେରୁ ଓ ଗୋବିନ୍ଦ ବଲ୍ଲଭ ପନ୍ଥ ଲାଠିମାଡ଼ ଶିକାର ହୋଇଥିଲେ ଓ ଲାହୋରଠାରେ ଲାଲା ଲାଜପତ ରାୟ ଲାଠି ପ୍ରହାରରେ ଆଘାତପ୍ରାପ୍ତ ହୋଇଥିଲେ। ଗୋବିନ୍ଦ ବଲ୍ଲଭ ପନ୍ଥ 1928 ମସିହାରେ ଲାହୋରଠାରେ ଜବାହରଲାଲ ନେହେରୁ ମୃତ୍ୟୁବରଣ କରିଥିଲେ। 1928 ନଭେମ୍ବର 17ରେ 1929 ମସିହାରେ ଲାହୋରଠାରେ ଜବାହରଲାଲ ନେହେରୁ ଅଧ୍ୟକ୍ଷତାରେ ଜାତୀୟ କଂଗ୍ରେସ ଅଧିବେଶନ ପୂର୍ଣ୍ଣ ସ୍ୱରାଜ୍ୟ ପ୍ରସ୍ତାବକୁ ଅନୁମୋଦନ କରିଥିଲା। ପୂର୍ଣ୍ଣ ସ୍ୱରାଜ୍ୟ ମାନେ କମ୍ପ୍ଲିଟ୍ ଇଣ୍ଡିପେଣ୍ଡେନ୍ସ। ଜବାହରଲାଲ ନେହେରୁ ଗୋବିନ୍ଦ ବଲ୍ଲଭ ଏସବୁ ବିରୋଧ କରିଥିଲେ। 1929ରେ ହେଲା ପୂର୍ଣ୍ଣ ସ୍ୱରାଜ। ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ ଗାନ୍ଧିଜୀ 11 ଦଫା ଶାସନ ସଂସ୍କାର ପ୍ରସ୍ତୁତି କରି ଇଂରେଜ ସରକାରଙ୍କ ଆଗରେ ଉପସ୍ଥାପନ କରିଥିଲେ। ଆଇନ ଅମାନ୍ୟ। ବ୍ରିଟିଶ ସରକାର ସମସ୍ତ ପ୍ରସ୍ତାବ ଗ୍ରହଣ ନ କଲେ ବାଧ୍ୟ ହୋଇ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଲର୍ଡ ଇରିନଙ୍କୁ ଜଣାଇଥିଲେ, କିନ୍ତୁ ଲର୍ଡ ଇରିନ ଗ୍ରହଣ କରିନଥିଲେ। ଫଳରେ 1930 ମସିହାରେ ଗାନ୍ଧିଜୀ ଆନ୍ଦୋଳନ ଆରମ୍ଭ କଲେ। ଆନ୍ଦୋଳନ ଆରମ୍ଭ ହେଲା। 1930 ମାର୍ଚ୍ଚ 12 ତାରିଖରେ ଗାନ୍ଧିଜୀ ଆଇନ ଅମାନ୍ୟ ଆରମ୍ଭ କରିଥିଲେ। ସାବରମତୀ ଆଶ୍ରମଠୁ 241 ମାଇଲ ଯାଇଥିଲେ ଦାଣ୍ଡି ନାମକ ସ୍ଥାନକୁ। ସାବରମତୀଠୁ କଂଗ୍ରେସ କର୍ମୀଙ୍କ ସହ ଲବଣ ଆଇନ ଭଙ୍ଗ କରିବା ପାଇଁ ସେ ଯାତ୍ରା କରିଥିଲେ। 30 ଏପ୍ରିଲ 6 ତାରିଖରେ ଦାଣ୍ଡିଠାରେ ପହଞ୍ଚିଲେ ଗାନ୍ଧିଜୀ। ଯାଇଥିଲେ ମାର୍ଚ୍ଚ 12ରେ। ତାମାନେ ଏପଟେ ହେଉଛି 18/6/24 ଦିନ। ସାବରମତୀ ଦାଣ୍ଡି ପର୍ଯ୍ୟନ୍ତ 241 ମାଇଲ। ଆନ୍ଦୋଳନ କାର୍ଯ୍ୟକ୍ରମ 1930 ମସିହା ଏପ୍ରିଲ 9 ତାରିଖରେ ଆଇନ ଆନ୍ଦୋଳନ ଘୋଷଣା କରାଯାଇଥିଲା। 1930 ଏପ୍ରିଲ 9ରେ ଲବଣ ଆଇନ ଭଙ୍ଗ କରି ଲୁଣ ମାରିବା, ମଦ ଦୋକାନ, ଅଫିମ ବିକ୍ରୟ ସ୍ଥାନ ଲବଣ ଆଇନ ଭଙ୍ଗ କରି ଲୁଣ ମାରିଲେ। ଅଫିମ ବିକ୍ରୟ ସ୍ଥାନ, ବିଦେଶୀ ଲୁଗା ଆଗରେ ସତ୍ୟାଗ୍ରହ କଲେ। ଚରଖାରେ ସୂତା କାଟିଲେ। ବିଦେଶୀ ଲୁଗା ଆଗରେ ସବୁ ଅଗ୍ନି ସଂଯୋଗ କଲେ। ବିଦେଶୀ ଲୁଗାରେ ଅଗ୍ନି ସଂଯୋଗ କରିବା, ଅସ୍ପୃଶ୍ୟତା ବର୍ଜନ କରିବା, ଚରଖା ସୂତା କାଟିବା, ସ୍କୁଲ କଲେଜ ଛାତ୍ର ସବୁ ବର୍ଜନ କରିବେ। ସ୍କୁଲ କଲେଜ ସରକାରୀ କର୍ମଚାରୀ ଚାକିରିରୁ ସବୁ ଇସ୍ତଫା ଦେଲେ, ରିଜାଇନ୍ ଦେଲେ। ଓକିଲମାନେ ଆଇନ ବ୍ୟବସାୟ ବର୍ଜନ କଲେ। ପୂର୍ଣ୍ଣ ସ୍ୱରାଜ୍ୟ ହାସଲ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ ସତ୍ୟ ଅହିଂସାତ୍ମକ ପନ୍ଥାରେ କରାଯିବ। ଛାତ୍ରମାନେ ସ୍କୁଲ କଲେଜ ବର୍ଜନ କଲେ। ସରକାରୀ କର୍ମଚାରୀ ସବୁ ଚାକିରି ଇସ୍ତଫା ଦେଲେ। ଗାନ୍ଧୀ ଆନ୍ଦୋଳନ ବିସ୍ତାର। ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଆଇନ ଅମାନ୍ୟ ଆନ୍ଦୋଳନ ଲବଣ ସତ୍ୟାଗ୍ରହ ବ୍ୟାପି ଯାଇଥିଲା। ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଆଇନ ଅମାନ୍ୟ ଆନ୍ଦୋଳନ ଲବଣ ସତ୍ୟାଗ୍ରହ। ମହାରାଷ୍ଟ୍ରରେ ଜନତା ଜଙ୍ଗଲ ଆଇନ ଅମାନ୍ୟ କଲେ। କର୍ଣ୍ଣାଟକ, ଗୁଜରାଟରେ ଉତ୍ତରପ୍ରଦେଶ, ମାଡ୍ରାସ, ବମ୍ବେ ଆଦିରେ ଲୋକମାନେ ସରକାରୀ ଟିକସ ଦେବାକୁ ମନା କଲେ। ବଙ୍ଗ ବିହାର, ଓଡ଼ିଶାରେ ବିଦେଶୀ ବସ୍ତ୍ର ବର୍ଜନ ସଫଳ ହୋଇଥିଲା। ମହିଳାମାନେ ଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସରୋଜିନୀ ନାଇଡୁ ପଣ୍ଡିତ ସେମାନଙ୍କ ମଧ୍ୟରେ ପ୍ରମୁଖ ଥିଲେ। ନାଗାଲାଣ୍ଡ ରାଣୀ ଚୌଧୁରୀଙ୍କ ନେତୃତ୍ୱରେ ମଣିପୁର ନାଗାମାନେ ମଧ୍ୟ ଆନ୍ଦୋଳନ ଯୋଗ ଦେଇଥିଲେ। ମହିଳାମାନେ ଯୋଗ ଦେଇଥିଲେ। ସରୋଜିନୀ ନାଇଡୁ ଓ ବିଜୟ ଲକ୍ଷ୍ମୀ ପଣ୍ଡିତ ମୁଖ୍ୟ ଥିଲେ ଆଇନ ଅମାନ୍ୟ ଆନ୍ଦୋଳନରେ। ସରୋଜିନୀ ନାଇଡୁ ସୀମାନ୍ତ ଗାନ୍ଧୀ ନାମରେ ଖାନ ଅବଦୁଲ ଖାନ ଖୁଦାଇ ଖିଦମତଗାର ନାମକ ଏକ ସଂଗଠନ ଗଢ଼ି ଉତ୍ତର ପଶ୍ଚିମ ସୀମାନ୍ତରେ ଆଇନ ଅମାନ୍ୟ ଆନ୍ଦୋଳନକୁ ବ୍ୟାପକ କରିଥିଲେ। ନାଗାଲାଣ୍ଡରେ ଆଣିଥିଲେ। ଆନ୍ଦୋଳନ ଦମନ ପାଇଁ ସରକାର ଉଦ୍ୟମ କରିଥିଲେ। ନିରହ ଜନତା ଉପରେ ଗୁଳି ବର୍ଷଣ, ଲାଠିଚାଳନା, ଗାନ୍ଧୀ ନେହେରୁ ପ୍ରଭୃତି ନେତାମାନେ ଗିରଫ ହୋଇଥିଲେ। ସମ୍ବାଦପତ୍ର ଉପରେ କଟକଣା ସେନ୍ସରସିପ୍ ଲାଗିଥିଲା। କଂଗ୍ରେସକୁ ବେଆଇନ ଘୋଷଣା କରାଯାଇଥିଲା। ଇଲିଗାଲ। ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ବ୍ରିଟିଶ ପାର୍ଲିଆମେଣ୍ଟରେ ଅତ୍ୟନ୍ତ ବ୍ୟଗ୍ର ହୋଇପଡ଼ିଥିଲେ। ବ୍ରିଟିଶ ସରକାର ଦମନମୂଳକ ପନ୍ଥା ପରିବର୍ତ୍ତେ ଆପୋଷ ଆଲୋଚନା ମାଧ୍ୟମରେ ଭାରତୀୟମାନେ ଶାନ୍ତି କରିବା ପାଇଁ ଚେଷ୍ଟା କରିଥିଲେ। ଉଗ୍ର ହୋଇପଡ଼ିଥିଲେ। ତେଣୁ ବ୍ରିଟିଶ ସରକାର ଦମନମୂଳକ ପନ୍ଥା ପରିବର୍ତ୍ତେ ପ୍ରଥମ ଓଲଟ ବୈଠକ। ଭାରତୀୟ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ବ୍ରିଟିଶ ସରକାର 1930ରେ ପ୍ରଥମେ ଓଲଟ ବୈଠକ ଡକାଇଥିଲେ। ଗୋଲ ଟେବୁଲ। ଏଥିରେ କଂଗ୍ରେସ ଯୋଗ ନ ଦେବାରୁ ଏହା ବିଫଳ ହୋଇଥିଲା। ଗାନ୍ଧିଜୀଙ୍କ ଯୋଗଦାନ ବିନା କୌଣସି ରାଜନୈତିକ ଆଲୋଚନା ସଫଳ ହେବ ନାହିଁ ବୋଲି ଇଂରେଜ ସରକାର ଅନୁଭବ କଲେ। ସେଥିପାଇଁ ଗାନ୍ଧୀଙ୍କ ସମେତ କଂଗ୍ରେସର ତୁଙ୍ଗ ନେତାମାନେ 1931 ମସିହା ଜାନୁଆରୀ ମାସରେ କାରାଗାରରୁ ମୁକ୍ତ କରିଥିଲେ। ଗାନ୍ଧୀ ଇରିନ ଚୁକ୍ତି।
ବଡ଼ଲାଟ ଲର୍ଡ ଇରୱିନ୍ ଓ ଗାନ୍ଧୀଙ୍କ ମଧ୍ୟରେ 1931 ମସିହା ମାର୍ଚ୍ଚ 5 ତାରିଖରେ ଚୁକ୍ତି ହୋଇଥିଲା। 1931 ବଡ଼ଲାଟ ଲର୍ଡ ଇରୱିନ୍ ଓ ଗାନ୍ଧୀ। ଏହି ଚୁକ୍ତି ଅନୁସାରେ ଇଂରେଜ ସରକାର ସମସ୍ତ ଦମନମୂଳକ ନୀତି ପ୍ରତ୍ୟାହାର କରିଥିଲେ। 5 ତାରିଖରେ ରାଜନୈତିକ ବନ୍ଦୀ ମୁକ୍ତି କରିଥିଲେ। ଆଇନ ପ୍ରତ୍ୟାହାର କରିଥିଲେ। ସରକାର ସରକାରୀ କର୍ମଚାରୀମାନଙ୍କ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରସ୍ତ କରିଥିଲେ। ଇସ୍ତଫା ଦେଇ କର୍ମଚାରୀଙ୍କ ପ୍ରତି କୋହଳ ନୀତି ଗ୍ରହଣ କଲେ। ଇସ୍ତଫା ଦେଇଥିବା କର୍ମଚାରୀଙ୍କ ପ୍ରତି ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ନିଜ ବ୍ୟବହାର ପାଇଁ ଲୁଣ ଉତ୍ପାଦନ କରିବା ଅଧିକାର ଦିଆଗଲା। ଉପକୂଳବର୍ତ୍ତୀ ଜାତୀୟ କଂଗ୍ରେସ ଆଇନ ଅମାନ୍ୟ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ତଥା ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେବା ପାଇଁ ସମ୍ମତି ହେଲା। ବନ୍ଦ କଲେ ସ୍ଥଗିତ କଲେ, ଆବଲିଶ କଲେ ବା ପୋଷ୍ଟପୋନ୍ କଲେ। ଦ୍ୱିତୀୟ ଗୋଲଟେବୁଲ ବୈଠକ 1931 ମସିହା ମାର୍ଚ୍ଚ ସେପ୍ଟେମ୍ବର 7 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା। ସେପ୍ଟେମ୍ବର 7ରୁ ଗାନ୍ଧୀଜୀ କଂଗ୍ରେସର ଏକମାତ୍ର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ଏହି ଅଧ୍ୟକ୍ଷତା କରିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ। 1931ରେ ୱିନଷ୍ଟନ୍ ଚର୍ଚ୍ଚିଲ ଗାନ୍ଧୀଙ୍କୁ ଅର୍ଦ୍ଧନଗ୍ନ ଫକୀର ଭାବରେ ଆକ୍ଷେପ କରିଥିଲେ। ସାର୍ ପଞ୍ଚମ ଜର୍ଜ ଗାନ୍ଧୀଙ୍କୁ ଶକ୍ତି ପ୍ରଦର୍ଶନ କରି ସହଯୋଗ କରିବାକୁ ଧମକ ଦେଇଥିଲେ। ସାର୍ ପଞ୍ଚମ ଜର୍ଜ ସମ୍ରାଟ ଭାରତୀୟମାନଙ୍କର ଦାବିକୁ ଏଠାରେ ବୈଠକରେ ଉପେକ୍ଷା କରାଯାଇଥିଲା। ହିନ୍ଦୁ ହରିଜନଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା କରାଯାଇଥିଲା। ହିନ୍ଦୁ ଓ ମୁସଲମାନ ହରିଜନ ମାନସିକ ଗ୍ଲାନିର ଭିତ୍ତିରେ ଗାନ୍ଧୀଜୀ 1931 ଡିସେମ୍ବର 28 ତାରିଖରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ। ଗାନ୍ଧୀଜୀ ଫେରି ଆସିଥିଲେ। ଆଇନ ଆନ୍ଦୋଳନ ଲର୍ଡ ୱେଲିଙ୍ଗଟନ୍ ଭାଇସରୟ ହୋଇ ଆସିବା ପରେ ଗାନ୍ଧୀ ଇରୱିନ୍ ଚୁକ୍ତି କେତେକ ବ୍ୟବସ୍ଥା ଉପେକ୍ଷା କଲେ। 1931ରେ ଲର୍ଡ ୱେଲିଙ୍ଗଟନ୍ ଆସିଲେ। ଭାଇସରୟ ଆସିଲା ପରେ ସ୍ୱାଧୀନତା ଆନ୍ଦୋଳନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ। ୱେଲିଙ୍ଗଟନ୍ ଦମନମୂଳକ ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ ଗାନ୍ଧୀଜୀଙ୍କ ଅନୁରୋଧ ପ୍ରତ୍ୟାଖ୍ୟାତ ହେବାରୁ ସେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନ ଡାକରା ଦେଲେ। ଗାନ୍ଧୀ ସମେତ କଂଗ୍ରେସ ନେତାଙ୍କୁ କାରାରୁଦ୍ଧ କରି ନିର୍ଯାତନା ଦିଆଗଲା। ପୁଣି ଆରମ୍ଭ ହେଲା। ହିଂସାତ୍ମକ କାର୍ଯ୍ୟ ଆଶଙ୍କା କରି ଗାନ୍ଧୀଜୀ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆହ୍ୱାନ ଦେଲେ। 1932 ଅଗଷ୍ଟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ରାମସେ ମ୍ୟାକଡୋନାଲ୍ଡ ଦଳିତ ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ଘୋଷଣା କଲେ। ସେପାରେଟ୍ ଇଲେକ୍ଟୋରେଟ୍। ଏହାର ପ୍ରତ୍ୟାହାର ଦାବି କରି ଗାନ୍ଧୀଜୀ ପୁନାର ଏରୋଡା କାରାଗାରରେ 1932 ସେପ୍ଟେମ୍ବର 20ରୁ ଆମରଣ ଅନଶନ ଆରମ୍ଭ କଲେ। ସରକାର ପୁନା ଚୁକ୍ତି ଅନୁଯାୟୀ ଦଳିତମାନଙ୍କ ପାଇଁ ପୃଥକ ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା ପ୍ରତ୍ୟାହାର କରି କେନ୍ଦ୍ର ବ୍ୟବସ୍ଥାପକ ସଭାରେ ସେମାନଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି କଲେ। ରିଜର୍ଭ ସିଟ୍। ତାପରେ ତୃତୀୟ ଗୋଲଟେବୁଲ ବୈଠକ 1932 ମସିହାର ନଭେମ୍ବର 17ରେ ରୁ ଡିସେମ୍ବର 24 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ହେଲା। 1930 ହେଇଥିଲା, ତାପରେ 32ରେ ହେଲା ତୃତୀୟ ଗୋଲଟେବୁଲ ବୈଠକ। ବୈଠକ ସବୁ ନଭେମ୍ବର 17 ତାରିଖରେ ଡିସେମ୍ବର 24 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ତୃତୀୟ ଗୋଲଟେବୁଲ ବୈଠକ ହୋଇଥିଲା। 1932ରେ ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥିବାରୁ କଂଗ୍ରେସ ଯୋଗ ଦେଲାନି। ସାଇମନ କମିଶନ 1933 ମସିହାରେ ହରିଜନ ସମସ୍ୟା ଉପରେ ଧ୍ୟାନ ଦେବା ପାଇଁ ସହଯୋଗୀମାନଙ୍କ ମନରେ ଶୁଦ୍ଧ ଗାନ୍ଧୀଜୀ 21 ଦିନିଆ ଅନଶନ ଘୋଷଣା କଲେ। 1933ରେ ହରିଜନ ସମସ୍ୟା ସରକାର ଗାନ୍ଧୀଜୀଙ୍କୁ କାରାଗାରରୁ ମୁକ୍ତ କରିଦେଲେ। ସରକାର ଦମନମୂଳକ ନୀତି ସତ୍ତ୍ୱେ ସତ୍ୟାଗ୍ରହୀମାନଙ୍କ ଉତ୍ସାହ ବଜାୟ ରଖିବା କଠିନ ମନେକରି ଆନ୍ଦୋଳନ ସ୍ଥଗିତ ରଖିବାକୁ କଂଗ୍ରେସକୁ ସୁପାରିଶ କଲେ। କିଏ? ଗାନ୍ଧୀଜୀ। 1934 ମସିହା ଏପ୍ରିଲ ମାସରେ ଔପଚାରିକ ଭାବେ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। 1934ରେ ଏହି ଆନ୍ଦୋଳନ ଭାରତରେ ଇଂରେଜ ଶାସନ ବିରୋଧରେ ଏକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ। ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। 1934ରେ ମୁକ୍ତ କରି ସରକାରଙ୍କ ଦମନମୂଳକ ନୀତି ସତ୍ତ୍ୱେ ସତ୍ୟାଗ୍ରହୀମାନେ ଉତ୍ସାହ ବଜାୟ ରଖିଲେ। ଆଇନ ଅମାନ୍ୟ ଆନ୍ଦୋଳନ ଓଡ଼ିଶାର ଭୂମିକା 1930 ମାର୍ଚ୍ଚ 16 ତାରିଖରେ ବାଲେଶ୍ୱରରେ ଅନୁଷ୍ଠିତ କଂଗ୍ରେସର ଉତ୍କଳ ପ୍ରାଦେଶିକ କମିଟି ସଭାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉତ୍କଳ ପ୍ରାଦେଶିକ କମିଟି ଗୋପନ ଚୌଧୁରୀଙ୍କୁ ଏହି ଆନ୍ଦୋଳନ ନେତୃତ୍ୱ ଦିଆଯାଇଥିଲା। ଓଡ଼ିଶାର ସତ୍ୟାଗ୍ରହୀମାନେ ବିଭିନ୍ନ ବିଭାଗରେ ବିଭକ୍ତ ହୋଇଥିଲେ। ଲୌହସ୍ତମ୍ଭ ବାହିନୀ, ପତିତ ବାହିନୀ, ଗଞ୍ଜାମ ବାହିନୀ, ସମ୍ବଲପୁର ବାହିନୀ। ଗାନ୍ଧୀଜୀ ଯେଉଁଦିନ ଦାଣ୍ଡିଠାରେ ଲମ୍ବନ ଆଇନ ଭଙ୍ଗ କରିଥିଲେ, ସେଦିନ ଓଡ଼ିଶାରେ 21 ଜଣ ସତ୍ୟାଗ୍ରହୀ ଗୋପନ ଚୌଧୁରୀ, ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା କରିଥିଲେ। ଏପ୍ରିଲ 8 ତାରିଖରେ ଗୋପନ ଚୌଧୁରୀଙ୍କ ଚାନ୍ଦଳଠାରେ ଗିରଫ କରାଗଲା ଓ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଏପ୍ରିଲ 12 ତାରିଖରେ ଇଞ୍ଚୁଡ଼ିଠାରେ ପହଞ୍ଚିଲେ। ଗଲେ ସେ ମାର୍ଚ୍ଚ 12ରେ।
ଏପ୍ରିଲ 13ରେ ଆଚାର୍ଯ୍ୟ ଲବଣ ଆଇନ ଭଙ୍ଗ କଲେ। ଏପ୍ରିଲ 20 ତାରିଖରେ ରମାଦେବୀ ମାଳଦେବୀ ନେତୃତ୍ୱରେ ବହୁ ନାରୀ ଲବଣ ଆଇନ ଭଙ୍ଗ କରିଥିଲେ। 20ରେ ଇଞ୍ଚୁଡ଼ି ପରେ ସାର୍ଥାଠାରେ ଆନ୍ଦୋଳନ ପ୍ରସାର। ସାର୍ଥାଠାରେ ମଥୁରା ମୋହନ ବେହେରା, କରୁଣାକର ପାଣିଗ୍ରାହୀ, ନୀଳାମ୍ବର ଦାସ। 1930 ମେ 8 ତାରିଖରେ କୁଜଙ୍ଗଠାରେ ନାରାୟଣ ବୀରବର ସାମନ୍ତ, ରମାଦେବୀ, ମାଳତୀ ଦେବୀ। ପୁରୀ ଜିଲ୍ଲାରେ ନୀଳକଣ୍ଠ ଦାସ, ଜଗନ୍ନାଥ ରଥ। ଗଞ୍ଜାମ ଜିଲ୍ଲାରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ଶାରଳା ଦେବୀ, ମାଳତୀ ଦେବୀ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ। ଏହା ବ୍ୟତୀତ ପାରାଦୀପ, ଏରସମା, ଗଞ୍ଜା, ହୁମା ଆଦି ଅନ୍ୟାନ୍ୟ ସ୍ଥାନରେ ଲୋକମାନେ ଲବଣ ସତ୍ୟାଗ୍ରହ କରିଥିଲେ। ନାରାୟଣ ବୀରବର ସାମନ୍ତ, ରମାଦେବୀ, ମାଳତୀ ଦେବୀ। ପୁରୀ ଜିଲ୍ଲାର ନୀଳକଣ୍ଠ ଦାସ, ଜଗନ୍ନାଥ ରଥ। ଗଞ୍ଜାମ ଜିଲ୍ଲାର ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ। ମାଳତୀ ଦେବୀ ସବୁ ଲବଣ ସତ୍ୟାଗ୍ରହ ସବୁ ଆରମ୍ଭ କରିଥିଲେ। ଆନ୍ଦୋଳନ ଅନ୍ୟାନ୍ୟ କାର୍ଯ୍ୟ ପାରାଦୀପ, ଏରସମା, ଗୁଞ୍ଜା, ହୁମା ଏସବୁ ଲୋକ ଲବଣ ସତ୍ୟାଗ୍ରହ କରିଥିଲେ। ଇଞ୍ଚୁଠାରେ, ସାର୍ଥାଠାରେ, କୁଜଙ୍ଗଠାରେ। ପୁରୀ ଜିଲ୍ଲାରେ ନୀଳକଣ୍ଠ ଦାସ, ଜଗନ୍ନାଥ ଦାସ। ଗଞ୍ଜାମ ଜିଲ୍ଲା ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ, ଶଶିଭୂଷଣ ରଥ ସବୁ କରିଥିଲେ। ଶାରଳା ଦେବୀ, ମାଳତୀ ଦେବୀ ଲବଣ ସତ୍ୟାଗ୍ରହ ପରିଚାଳନା କରିଥିଲେ। ଶାରଳା ଦେବୀ, ମାଳତୀ ଦେବୀ। ଆନ୍ଦୋଳନ ଆଇନମାନ ଆନ୍ଦୋଳନ ଅନେକ କାର୍ଯ୍ୟକ୍ରମ ମାଧ୍ୟମ ସାମାଜିକ ବାସନ୍ଦ, ବିଦେଶୀ ବର୍ଜନ, ଚୌକିଦାରୀ, କର ଉଚ୍ଛେଦ, ନିଶା ନିବାରଣ ସବୁ କରାଗଲା। ଇଞ୍ଚୁଠାରେ ସରକାରୀ ଉଦ୍ୟମରେ ଇଞ୍ଚୁଠାରେ କର୍ମଚାରୀ, ସାମ୍ବାଦିକ, ପୁଲିସମାନଙ୍କୁ ସାମାଜିକ ବାସନ୍ଦ କରାଯାଇଥିଲା। କର୍ମଚାରୀ, ସାମ୍ବାଦିକ, ପୁଲିସ। ଇଞ୍ଚୁଟି ନିକଟସ୍ଥ ଶ୍ରୀଜଙ୍ଗ ଅଞ୍ଚଳରେ ଗୌରୀମୋହନ ଦାସ, ବିଦ୍ୟାଧର ରଥଙ୍କ ନେତୃତ୍ୱରେ 1931 ମେ ଚୌକିଦାରୀ କର ବିରୋଧ କରାଯାଇଥିଲା। ଚୌକିଦାରୀ କରକୁ ଗୌରୀମୋହନ ଦାସ, ବିଦ୍ୟାଧର ରଥ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ନେତୃସ୍ଥାନୀୟ ସତ୍ୟାଗ୍ରହ ଗିରଫ କରିଥିଲେ। 54 ଜଣ ବ୍ୟକ୍ତି ଗିରଫ କରାଯାଇଥିଲା ପୋଲିସ ବାହିନୀକୁ ମାରଧର କରିବାରୁ। ସମ୍ପତ୍ତି ଲୁଟ୍ତରାଜ, 6000 ଟଙ୍କା ଶାସ୍ତିମୂଳକ କର ଭାର ଲଦି ଦିଆଗଲା। କଟକରୁ ବିଦ୍ରୋହୀ ବାଲେଶ୍ୱରରୁ ବିପ୍ଳବୀ ନାମକ 2ଟି ବୁଲେଟିନ୍ ଅଣାଯାଇ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ନିଶା ନିବାରଣ ପାଇଁ ସତ୍ୟାଗ୍ରହୀମାନେ ଗ୍ରାମର ସବୁ ତାଳ, ଖଜୁରୀ ଗଛକୁ କାଟିବାକୁ ଗ୍ରାମବାସୀମାନଙ୍କୁ ବୁଝାଇଲେ। ବିଦେଶୀ ମଦ ଦୋକାନ ଓ ତଡ଼ି ଦୋକାନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା। ବାନର ସେନାର ସବୁ ନାରୀ ଜାଗରଣ ସବୁ ହେଇଥିଲା। ମଦ ଦୋକାନ, ଲୁଗା ଦୋକାନ ଆଗରେ ଧାରଣା ଦିଆଯାଇଥିଲା। 16ରୁ କମ୍ ବୟସ୍କ ସତ୍ୟାଗ୍ରହୀମାନଙ୍କୁ ବାନର ସେନା କହୁଥିଲା। ଦମନ ଲୀଳା ଓଡ଼ିଶାରେ ଆଇନମାନ ଆନ୍ଦୋଳନ ଦମନ କରିବା ପାଇଁ ସରକାର ସବୁ ହରେକୃଷ୍ଣ ମହତାବ, ଗୋପନ ଚୌଧୁରୀ, ରମାଦେବୀ, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଲିଙ୍ଗରାଜ ମିଶ୍ର, ଯଦୁମଣି ମଙ୍ଗରାଜ, କୃପା ସିନ୍ଧୁ, ହୁତା, ଶାରଳା ଦେବୀ, ମାଳତୀ ଦେବୀ ଆଜି ପ୍ରମୁଖ ନେତାଙ୍କୁ ସବୁ ବନ୍ଦୀ କଲେ। କଂଗ୍ରେସ ଅଫିସ ଓ ଆଶ୍ରମଗୁଡ଼ିକୁ ଖନତଲାସ କରି କାଗଜପତ୍ର ଜବତ କଲେ। ସମାଜ, ପ୍ରଜାତନ୍ତ୍ର, ଆଶା ସମ୍ବାଦପତ୍ର ଉପରେ କଟକଣା ଜାରି କଲେ। 1934 ମସିହା ଏପ୍ରିଲ ମାସରେ ଏକ ଆନ୍ଦୋଳନର ପରିସମାପ୍ତି ଘଟିଲା।